नमस्कार जय जगन्नाथ वेलकम करछि मोर आज गोटे नुआ सुपर फ्रेश ब्लॉग तो सांग मैंने आप मैंने देखते जे पूर्व वीडियो रे हम जाइले सोमुमुख्य बुले तो आज आम आसते देवगिरी पहाड़ तो जैको नीलगिरी कहते नाट्य मंदिर बुली पहाड़ में बुले आसचु तो चलतु आज ब्लॉग स्टार्ट करदे तो मो सहित आसुँच गुन्नू ये गुन्नू आ शिला भी आसची लेला हेटी ठिया नादर ठिया कहला मो आसबी तो चलतु आम आज जीवा पहाड़ उपरकू जीवा तो पहाड़ ऊपर भिड़ देखी पारे सब मैंने केमती देखा तो जो जगह माइक बाटी से जगह आम जीवा तो चलतु आज ब्लॉग स्टार्ट करवा माने यही भाया पहाड़ ऊपर को आम जाऊे एबे चा 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 गुनो डिया मार दो ये आम लोक देखा लोक देखा से जावाई पड़ो लोक सब जापटे गुनु चा 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 गुनु देखी सारे देखी सारी समूह के काल टाइम पाखर काल जाइए देखी आस नाट्य मंदिर को रास्ता गुनो देखी क्या चली चलिए पूरा हालत खराब गुण तर पेसेंस ना थकी गलुनी उठिकी पलि आसला किंतु से एते बड़ घर पाख लोक से चलिक आसपाना ना चलिक आसपाना ना घर पाख लोक बा तुम हाँ क्या तो पड़ी बोले गुनु चा 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 चढ़ी चा चढ़ी चा चढ़ी चा राधा कृष्ण लेखा राधा कृष्ण बोले भाई केते कष्ट छोड़ी जानते आसे ये पहाड़ छंदी की आसन किसे लगुन लेला कसिला को दी मुठी आसती पचर देखी चल देखी दीटा मुठी आसनी चल बेसी कथा कौच माने आम पहाड़ पर आसचु थकी गले अलरेडी तो माने माने रास्ता किसी अधा उधी रास्ता है तो देखुन खाली देखुन जे केते ऊपर खाली अच्छे देखु शिला पानी पिलानी बसी पानी दे आमटा ब्लॉग कल कोई तो भाग्य तो पानी उतल नहीं आसते माने शिला द्वारा बुद्धि को पानी उतल नहीं आसला कहला पानी मिलनी पानी नहीं चलो जहाँ पानी पीले बोली बचिकी जाऊे पहाड़ उपर थोड़ी काली भालू है ना सतर भालू आसता ये तू देखी सतर भालू हाँ हाथी दिखने सांग बोले
ତୁ ତାଙ୍କ ସାଙ୍ଗ ହେଇଯାଉନ ସାଙ୍ଗ ହେଇ ତାଙ୍କ ସାଙ୍ଗେ ବୁଲିବୁ ଯାଇ ଜଙ୍ଗଲରେ ବୁଲିବୁ ହାଁ କାହିଁ ଲୋକମାନେ ବହୁତ କଷ୍ଟ ଚଢୁଛନ୍ତି ଯେମିତି ବୁଲୁଛନ୍ତି ସେମିତି ଲୋକ ଥକିଗଲୁଣି ହାଁ ଆଉ ଚଳିପାରିବନି ନା ଏନର୍ଜି ନାହିଁ ଏ ସୁନ୍ଦର ରହିଯାଅ ଟିକେ ଆମେ ଯାଇଛୁ ଉପରକୁ ପଳେଇଦେଲେ ପାହାଡ଼ ନାଁ ହେଲା ଦେବଗିରି ଦେଖା ହେଲାନି ପହଞ୍ଚିଗଲାନି ନା ଲ ଭାଇ ପାହାଡ଼କୁ ଏତେ ରାସ୍ତା 5 ବର୍ଷରେ ପାଉଛ ଏତିକି ଲୋକ କଣ ପାହାଡ଼ ହଁ ଭଲ ଆଜ୍ଞା ମାନେ ପାହାଡ଼ ଉପର ପାଖରେ ପହଞ୍ଚିଗଲେ ଏବେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯିବା ଚାଲନ୍ତୁ ଠାକୁରଙ୍କୁ ଦର୍ଶନ କରିବା ଦେଖିବା ଠାକୁର ଆପଣଙ୍କୁ ଏଇଟା ପ୍ରତ୍ୟକ୍ଷ ଠାକୁର ଦେଖନ୍ତୁ ଆପଣ ଦେଖନ୍ତୁ ମାନେ ଆପଣ ଦେଖିବେ ଠାକୁର ମାନେ କେମିତି ଶିବା ଯାଏ ସେ ଜଳ ପାଇଁ ଗାଈ ଚରାଇବା ପାଇଁ ଆସନ୍ତି ମାନେ ଯାହାକୁ କୁହନ୍ତି ପ୍ରତ୍ୟକ୍ଷ ଠାକୁର ବୋଲି ଏଇଟା ହିଁ ପ୍ରତ୍ୟକ୍ଷ ଠାକୁର ମାନେ ଯେମିତି ମନସ୍କାମନା ଯାହାର ପୂର୍ଣ୍ଣ ହେଇଥିବ ସେଇ ଜାଗା ପୂର୍ଣ୍ଣ ହେଇପାରିବ କେବେ ଆସନ୍ତି ଏଇ ଜାଗାକୁ ଫାର୍ଷ୍ଟ ଟାଇମ୍ ପାଇଁ ଆସି ଏଇ ଜାଗାକୁ ତ ଆଇଲା ଗୋଟେ କଷ୍ଟକର ଅବସ୍ଥା ହେଲା କିନ୍ତୁ ବହୁତ ଶାନ୍ତି ଲାଗୁଛି ଏ ଜାଗାରେ ଠିଆ ହେଲା ଭଲ ଲାଗୁଛି ଜାଗାରେ ଯେ ମାନେ ଯେଉଁମାନେ ଯେଉଁ ତଳୁ ଉପରକୁ ଆସୁଛନ୍ତି ତାଙ୍କର ଖାଇବା ଯାହା ବ୍ୟବସ୍ଥା ହେଇଛି ମାନେ ଲୋକମାନେ ସବୁ ଖାଉଛନ୍ତି ଦେଖନ୍ତୁ ଖାଇବା ଯାହା ବ୍ୟବସ୍ଥା କରୁଛନ୍ତି ଏଠି ଗୋଟେ ଭଲ କାମ କରୁଛନ୍ତି ଖାଇବା ବ୍ୟବସ୍ଥା କରୁଛନ୍ତି ଯେଉଁମାନେ ଆଇଲେ ଉପର ଖାଇବା ରହିବେ ଖାଇକି ବସିଛି ଆଉ এই প্রোগ্রামটা আমি উঠিয়ে দিই ମାନେ 3 କିଲୋମିଟର ପାହାଡ଼ ଚାଲିକି ଆସିଲା ପରେ ଖାଦ୍ୟ ଯାହା ଟିକେ ମିଳିଲେ ସଂଖ୍ୟା ସନ୍ତୋଷ ଟିକେ ଅଛି ଖାଇବା ଯେତିକି ରେଟ୍ରେ ଆମେ ଆସିଲା ମାନେ ପାହାଡ଼ ବୁଲି ବୁଲିକା ଖାଇବା ପାଇଁ ଯଦି ବ୍ୟବସ୍ଥା କିଛି ନଥାନ୍ତା ଆମେ ବଡ଼ ହଇରାଣ ଯାହାଟା ଧନ୍ୟବାଦ ଦେବାର ଯେ 3 କିଲୋମିଟର କି 4 କିଲୋମିଟର ପାଖାପାଖି ହବ ଏରିଆଟା ଗୋଟେ ପାହାଡ଼ରୁ ଜିନିଷ ନେଇକି ଆସୁଛନ୍ତି ଆଣିକି ଖାଇବା ପାଇଁ ଲୋକମାନଙ୍କୁ ଯେତିକି ମାନେ ଲୋକମାନେ ବୁଲିବା ପାଇଁ ଆସୁଛନ୍ତି ଯାହାକୁ ଖାଇବା ପାଇଁ ଦଉଛନ୍ତି ସେତିକି ଗାଁ ଲୋକମାନଙ୍କୁ ଧନ୍ୟବାଦ ଆଉ କହିବେ ଯାହା ବହୁତ ଧନ୍ୟବାଦ ମାନେ ମାନେ ମୋର ମୋର ଯେ ଜୀବନଟା ଫେରିକି ଆସେନି ଯାଇ ଗୋଟେ ପାହାଡ଼ ଉପରକୁ ଉଠିଲା ପରେ ସେଇଟା ମତେ ଲାଗୁଛି ଯାଇ ଗାଁ ଲୋକ ବହୁତ ଧନ୍ୟବାଦ ଯେ ଏଠି ସାହାଯ୍ୟ କରୁଛୁ ଆଜି ବାଟ ଦେଖ ନା হ্যাঁ ତୁ ଜାଣିନୁ ତ ଯାଉଛୁ କେରକ ବାଟ ଦେଖିନା ଆମ ଜଙ୍ଗଲ ମଝି ନେଇ କରିଦେଲେଣି ମାନେ ଏ ଘଞ୍ଚ ଜଙ୍ଗଲ ଆମକୁ ନେଇ ମାଛ କରିଦେଲେଣି ଯଦି ହାତୀ ବାହାରିବ ମତେ ନେଇକି ଆପଣଙ୍କୁ ଦେଇକି ବୁଝିଲ ନା ଅନଉଛୁ ସେ ମତେ ଅନାନି ନେଇକି ଦେଇକି ଆସିବୁ ମତେ ନହେଲେ ଆମ ଘରେ ପୁଷିବୁ ତୁ ଚାକିରି କରିକି ବୁଝିଲୁ ହଁ ଭାଲୁ ଗୁଡ଼ କାହା ଗୁଡ଼େ ଭାଲୁ ଭାଲୁ ନେଇଯାଉ হ্যাঁ ହାତୀ କୋଷ ପଡୁଛି ହାତୀ କୋଷ ପଡୁଛି ହାତୀ ନାହାନ୍ତି ତାଙ୍କର ଲୋକ ନାହାନ୍ତି ଆଗକୁ ଆଉ
শিলা আমাকে ঠকি দেলা এটা পোখরী নাড়া গোটে এটা কইদে মানে বেশি গহিরা নাই এটা গহিরা আছে মা তোমা ঠকে দেলা না হ্যাঁ এই পড়েছিল ভালো হইলে হাতি আস নলেডি পানি পিতা তার হাতি বলে হাতি বি ঘুয়ো পড়ছি সত্য কথা মানে ভিতরକୁ যেতে ଯିବା ନା ତ ସେ ଜାଗାଟା ହାତୀ ଘୁଅ ମାନେ ସତ କହୁଛି ସାଙ୍ଗମାନେ ମାନେ ମୋ ଘରଟା ପାହାଡ଼ ପାଖରେ କିନ୍ତୁ ଏମିତିକା ଜାଗାଟା ମୁଁ କେବେ ଦେଖିନାହିଁ ମାନେ ଆପଣଙ୍କୁ ମୁଁ ଏକ୍ସପ୍ଲୋର କରୁଛି କି ମାନେ ପାହାଡ଼ଟା ଉପରେ ଏତେ ସୁନ୍ଦର ଦେଖାଯାଏ ବୋଲି ସେଟା ମୁଁ ଆଜି ହିଁ ଜାଣିଲି ଦେଖନ୍ତୁ କାରଣ ପାହାଡ଼ଟା କେତେ ସୁନ୍ଦର ଖାଲି ଦେଖାଯାଉଛି ଉପରକୁ ଆସିଲି ମୁଁ ଖାଲି ଦେଖନ୍ତୁ ଆପଣ ପାହାଡ଼ରେ ସୁନ୍ଦର କେମିତି ଦେଖାଯାଉଛି ମାନେ ଚାରିପଟେ ଜଙ୍ଗଲ ମାନେ ଏପଟେ ହାତୀ ଆସ କରନ୍ତି ନା ତ ଦେଖନ୍ତୁ ଖାଲି ଆପଣଙ୍କର କେମିତି ଦେଖାଯାଉଛି ମାନେ ଏତେ ସୁନ୍ଦର ଦେଖାଯାଉଛି ପାହାଡ଼ଟି রিলিভ করে এত সুন্দর জায়গা লাগুছে পাহাড়টা আসতে ମୁଁ ଜାଣିଥିଲି ଏତେ ସୁନ୍ଦର ଜାଗା ଗୋଟେ ଏଠି ଅଛି ବୋଲି ତ ଟୋଟାଲି ସେ ଜାଗାଟା ହେଉଛି ଟୋଟାଲି ପାହାଡ଼ଟା ମାଇଣ୍ଡ ବ୍ଲୋଇଂ ଏତେ ସୁନ୍ଦର ଲାଗୁଛି ଯେମିତି ଆସିବା ପାଇଁ ମାନେ ଇଚ୍ଛା ହେଉଛି ଏଠି ଘରକୁ ଯିବା ତ ଟାଇମ୍ ଯାଉ ନାହିଁ ନା ପଳେଇ ଯିବା ଘରକୁ କେବେ କାରଣ ଯିବା ପାହାଡ଼ ଚଢ଼ିବାଟା ଭାଇ ବଡ଼ କଷ୍ଟ କିନ୍ତୁ ଓହ୍ଲେଇବାଟା ତାଠାରୁ ଆହୁରି ବଡ଼ କଷ୍ଟ ଦୁନିଆ ପାଖା ସେଠି ମୋତେ ଅପେକ୍ଷା କରୁଛନ୍ତି କାରଣ ତଳକୁ ଯିବା ତଳକୁ ଯାଇକି ମୁଁ କଥା ହେଉଛି କ'ଣ ସହିତ ଯାହା ହଉ ମେଳାଟା ବୁଲାବୁଲି କରିସାରିଲା ପରେ ଏବେ ଯାଉଛୁ ଘରକୁ ମାନେ ପାହାଡ଼କୁ ଉଠିବା ଦୃଶ୍ୟ ଦେଖିଲେ ଆପଣମାନେ ପାହାଡ଼ ଓହ୍ଲେଇବା ଜିନିଷଟା ଏବେ କେମିତି ଓହ୍ଲେଇବା ଖାଲି ସମସ୍ତେ ଦେଖନ୍ତୁ ଯେଉଁମାନେ ଭାବନ୍ତି ପାହାଡ଼ର ଦେଖିବା ପାଇଁ ସୁନ୍ଦର କିନ୍ତୁ କଷ୍ଟ ଖାଲି ଦେଖନ୍ତୁ କେମିତି ଓହ୍ଲୁଛନ୍ତି କେମିତି ଉପରେ ଖାଲି ପାହାଡ଼ ତ ଖାଲି ପଥର ଦି ଜଣ ପେସେଣ୍ଟ ଚାଲିଛନ୍ତି ଗୁଣ କେବେ ନାଗିଲା ମେଳା ବୁଲିକି ଭଲ ଲାଗିଲା ଦେଖିକି ନହେଲେ ଗଳି ପଡିବୁ ଭାଇ ପାହାଡ଼ ଓହ୍ଲେଇ ସାରିଲା ପରେ ମୋ ତଳେ ଯାଇକି ଆପଣଙ୍କ କଥା ହଉଛି କଣ କେମିତି ଓହ୍ଲେଇ କେମିତି ନାହିଁ କେମିତି ରାସ୍ତା ଏମିତି ହେଇଛି ମାନେ ମୁଁ ଯାଇ ତଳେ ପାହାଡ଼ ତଳେ ପହଞ୍ଚିବି ରାସ୍ତା ଦେଖନ୍ତୁ ଜମତାରେ ପହଞ୍ଚିବ ଯେତିକି ଖାଲି ଡିଷ୍ଟାନ୍ସ ମାନେ ତଳକୁ ଓହ୍ଲେଇବା ପାଇଁ ପଡ଼ିବ ଏତେ ଡିଷ୍ଟାନ୍ସ ଯିବା ପାଇଁ ପଡ଼ିବ ମୁଁ ତଳକୁ ଯାଏ ତଳକୁ ଯାଇକି ଆପଣଙ୍କ କଥା ଜଣେ ଟିକେ ମିସବାଲାନ୍ସ ହେଇଯିବ ଯଦି ଭାଇ ପୁରା ଫଟୋ ତ ଫାଇନାଲି ମାନେ ମୁଁ ଆସି ଘର ପାଖରେ ପହଞ୍ଚିଗଲି ଏବେ ତ ସେଠି ନାଟଜ ମନ୍ଦିର ଯାଇଥିଲେ ବୁଲିବା ପାଇଁ ତ ଦେଖିଲେ ଆପଣମାନେ କେମିତି କ'ଣ ବୁଲିକି ଆସିଲେ ଆମେ ମାନେ ମୁଁ ମାନେ ଯାଇଥିଲେ ସବୁ ପିଇସି ମାନେ ସାନ ପିଇସି ଆଉ ତା ଦୁଇଟା ଝିଅ ଯାଇଥିଲେ ବୁଲିବା ପାଇଁ ତ ସେଠି ଗୋଟେ ଜିନିଷ ଦେଖିବା ପାଇଁ କି ମାନେ ସୁବିଧା ମିଳିଲା ଯେ ଆମେ ଯାଇଥିଲେ ବୁଲିବା ପାଇଁ ପାହାଡ଼ ତ ଯାହା ଚଲୁ ଓହ୍ଲିକି ଆସିଲା ବେଳେ ଯାହା ଭଲ ଲାଗିଲା ଯଦି ମାନେ ଖାଇବାର ବ୍ୟବସ୍ଥା କିଛି ନଥାନ୍ତା ତ ସତ କହୁଛି ମାନେ ଆପଣ ଯେଉଁ ଯେତିକି କଷ୍ଟ ଯାଇଥିବେ ସେ ଜାଗାକୁ ପାଖାପାଖି ତଳୁ ପାହାଡ଼ ଉପରକୁ 4 ରୁ 5 କିଲୋମିଟର ପାଖାପାଖି ହେବ ସେ ପାହାଡ଼କୁ ଉଠିକି ଯିବାଟା ପୁଣି ଉଠିକି ଓହ୍ଲିକି ଆସିବାଟା ମାନେ ପାଖରେ ଯେ ଗାଁ ଅଛି ତ ସେ ଗାଁରେ ମାନେ ଖାଇବାର ବ୍ୟବସ୍ଥା ଯାହା ଉପରେ କରିଛନ୍ତି ସେମାନେ ବହୁତ କଷ୍ଟ କରି ତଳୁ ଉପର ପର୍ଯ୍ୟନ୍ତ ଯାଇକି ଲାଇନ୍ରେ ବ୍ୟବସ୍ଥା ଏବଂ ଖାଇବାର ବ୍ୟବସ୍ଥା ଯେଉଁ କରିଛନ୍ତି ତ ସେ ଭାଇମାନଙ୍କୁ ଭାଇ ସଲାମ ଭାଇ ବହୁତ କଷ୍ଟ ଆମେ ତ ଥରେ ଏକାଥରେ ଗଲୁ ପୁଣି ଏକାଥରେ ଆସିଲୁ ତଳକୁ ତ ମାନେ ଆମେ ତ ଅଲରେଡ଼ି ଥକି ଗଲୁଣି ଗୋଡ଼ ହାତ କଥା ବାହାରିଗଲାଣି ତ ସେମାନେ ଚିନ୍ତା କରନ୍ତୁ ଆପଣମାନେ ସେମାନେ ତଳୁ ଉପରକୁ ଯାଆନ୍ତି ପୁଣି ଉପର ତଳକୁ ଆସିବେ କେତେ କଷ୍ଟ କରିକି ସେମାନେ ମାନେ ମେଳାଟା କରୁଛନ୍ତି ଯାହା ବି ହଉ ଭଗବାନଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଥାଉ ଏମିତି ବି ବହୁତ ଉନ୍ନତି ହଉ ନୀଳଗିରି ଏରିଆରେ ସେ ଜାଗାଟା ମାନେ ପ୍ରାୟ ଲୋକ ପ୍ରାୟ ଜାଣିନାହାନ୍ତି ସେପଟ ଜାଗାଟା ତ ଯଦି ଭିଡ଼ିଓ ବି ଦେଖୁଛନ୍ତି ସେ ଜାଗାରେ ପ୍ରତିବର୍ଷ ମକର ମେଳା ସେଠି ହୁଏ ମାନେ 2 ରୁ 3 ଦିନ ଧରିକି ହୁଏ ଆଜି ଆମେ ଯାଇଥିଲି ଆଜି ସେକେଣ୍ଡ ଦିନ ତ ଯେଉଁମାନେ ବି ଚାହୁଁଛନ୍ତି ଯିବା ପାଇଁ ସେ ଲୋକେସନଟା ମୁଁ ବି ଆପଣଙ୍କୁ କହିଦେଉଛି କି ନୀଳଗିରି ପାଖରେ ଥିବା ଢୋଲପୁର ଗାଁ ଗୋଟେ ସେଟା ଅଛି ସେ ଢୋଲପୁର ଦେଇକି ଯିବା ପାଇଁ ପଡ଼ିବ ସବା ଲାଷ୍ଟକୁ ଯିବା ପାଇଁ ପଡ଼ିବ ଢୋଲପୁର ସବା ଲାଷ୍ଟ ଗାଁ ସେ ମାନେ ରାସ୍ତାଟା ଅଛି ସେପଟେ ତ ସେପଟେ ଯାଇକି ଆପଣମାନେ ସେ ଜାଗାକୁ ଯାଇପାରିବେ
ଏମିତି ଫାଙ୍କା ଟାଇମ୍ ବି ଯାଇପାରିବେ ସେ ଜାଗାକୁ। ଯାହା ଆପଣମାନେ ଏମିତି ଯୋଡ଼ି ରୁହନ୍ତୁ ମୋ ସହିତ। ଏମିତି ମୁଁ ନୂଆ ନୂଆ ଜାଗାକୁ ଗଲେ ବି ମୁଁ ଆପଣଙ୍କୁ ଭିଡ଼ିଓ କରି ଦେଖାଇ ପାରିବି। ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ଦେଖା ହେବ ନେକ୍ସଟ ଭିଡ଼ିଓରେ। ତ ଆଜି ପାଇଁ ରହୁଛି। ଲଭ୍ ୟୁ ଅଲ୍। ଜୟ ଜଗନ୍ନାଥ।